ଦେଖିଥିଲେ ଯେ ଅର୍ଜୁନ ଏଇ ଚାରୋଟି ବିଷୟ ପଚାରିଥିଲେ ବା ଏଇ ଚାରୋଟି ବିଷୟ ଜାଣିବାକୁ ଚାହିଁଥିଲେ। ଇଏ ଅର୍ଜୁନ जो सारांश को नहीं ତାକୁ ତିଆରି କରାଯାଇଥିଲା। ଏବଂ ଭଗବାନ କଣ କରିଥିଲେ ଗତକାଲି କହିଥିଲେ ଯେ ଭୌତିକ ପ୍ରକୃତିର ତିନି ଗୁଣ କଣ, ସେମାନେ କିପରି କାର୍ଯ୍ୟ କରନ୍ତି ଏବଂ ସେମାନେ ଜୀବାତ୍ମାକୁ କିପରି ବାନ୍ଧି ଦିଅନ୍ତି ଏବଂ ସେଥିରୁ କିପରି ମୁକ୍ତି ହେଇପାରିବ। ଏ ବିଷୟ ଆମେ ଗତକାଲି ବୁଝିପାରିଥିଲେ। ଆଜି ଆମେ ଦେଖିବା ବାସ୍ତବରେ 15 ଅଧ୍ୟାୟ 12 ଅଧ୍ୟାୟ ये बहुत छोट अध्याय 20टी श्लोक भगवत गीतार सबुठारु छोटिया अध्याय किंतु बहुत महत्वपूर्ण अध्याय अटे। आज अर्जुनंकर जानिबार विषय यह जे कौन सबु जीवात्मा बंधन रे बांधी हुअंती, सबु जीवात्मा बंधन रे रहंती। जेते जीवात्मा रहिचंती एमाने समस्त कण ए बंधन रे रहंती। जेतेबेले भगवान अवतरित हुअंती किंतु कृष्ण अवतरित होइचंती तकर से मध्य बंधन रे बांधी हुअंती। भगवान कौन बंधन रे बांधी ही जानते। तो तृतीय विषय हला ये बहुत गोटे बुझिबार विषय जे किछि व्यक्ति बंधन को ही आनंद बोली भावंती, किछि व्यक्ति बंधन को ही आनंद बोली बांधंती भावंती। तार कारण हला माने ये शरीरटा अच्छे माने ये सुख दुख अनुभव ही हम एमती ही चलो। एवं किसी जन कहती नहीं ए शरीर तो ये सुख दुख भोगिया सुख दुख ही भोगिब। वास्तव में सेमानंकर ए शरीर धरी सेमानंकर चिंताधारा रही है किंतु सेमाने जेहेतु आत्मार उपस्थिति को अनुभव करते नहीं एवं आत्मार उपस्थिति को जानते नहीं, आत्मज्ञान को जानते नहीं, शरीर एवं आत्मार प्रभेद को से जानते नहीं, जानवर इच्छा भी करते नहीं। तेणु से कौन करती ना ये बंधनटा को ही उचित बोली से आसक्ति अनुभव करते। तो से अवस्था कौन जदि आम जानिले जे शरीर आत्मा अलगा अच्छी एवं शरीर मुक्त हेबार अच्छी तेबे शरीर स्वतंत्र हेबार मार्ग कौन, विषय कौन, ताहा भगवान कौन करचंती अति सुंदर भाव रे अर्जुन को बुझेइचंती। जो 15 अध्याय रे अर्जुन किसी प्रश्न नहीं एवं भगवान 14 अध्याय पर कहवा आरंभ कर अर्जुन ऊर्ध्वम मूलम अधम साकं अश्वत्थं प्रावरव्यम छंदांसि यस्य पन्नानि यस्तं वेद स वेदवित्। भगवान कहते ए जो गोटे भौतिक जगत को गोटे अस्वस्थ वृक्ष रूप में नि अस्वस्थ वृक्ष रूप में नि भौतिक जगतटा तलु आसे ना बा ये जो अस्वस्थ वृक्ष तलु आसे ना ये ऊपर पटु आसी ओलटा होकर आसी ऊपर पटु। वास्तव में ये भौतिक जगत उच्च स्तर निम्न स्तर को गति करी। भौतिक जगत उच्च स्तर निम्न स्तर को गति करी अर्थात आम जदि कहवा आमर गति उच्च रु नीच होउछि। किसी जन कहते ना आमे बहुत ऊपरे अच्छे भौतिक दृष्टिकोण रू आमे कहि परिबा ऊपरे अच्छे किंतु आध्यात्मिक दृष्टिकोण रू आमे ऊपर तल को आसी। तो ये अस्वस्थ वृक्ष
ଯାହାର ମୂଳଟା ଉପରକୁ ଅଛି ଏବଂ ଶାଖା ଗୁଡାକ ସବୁ ତଳକୁ ରହିଛି। ଏଇ ଯୋଉ ପତ୍ର ଗୁଡିକ ବେଦର ମନ୍ତ୍ର ପରି। ବେଦର ମନ୍ତ୍ର କଣ? ଭଗବାନ ଦେଲେ ଯେ ବେଦର ମନ୍ତ୍ର ଦ୍ୱାରା ମନୁଷ୍ୟ ସେହି ପରମ ପୁରୁଷ ପରମ ଶ୍ରେଷ୍ଠ ପରମ ବ୍ରହ୍ମ ପରମାତ୍ମାଙ୍କୁ ଜାଣିବା ପାଇଁ, କିନ୍ତୁ ମନୁଷ୍ୟ କଣ କଲା? ସେ ଆନନ୍ଦରେ ରହିଗଲା। ଏ ଗୋଟେ ବିଷୟ, ହଁ, ଏ ଗୋଟେ ବାସ୍ତବିକ ସତ୍ୟ କଥା। ଗୋଟେ ବ୍ୟକ୍ତି କିଛି କାମରେ ଆ, ବାହାରକୁ ଯାଇଛନ୍ତି, ଅଫିସିଆଲ ଟୁରରେ ବାହାରକୁ ଯାଇଛନ୍ତି, ମାନେ ଅଫିସ ତାଙ୍କୁ ଖାଇବା ପିଇବା ରହିବାର ଯାହା ତାଙ୍କର ଯୋଗ୍ୟତା ଅନୁସାରେ ଯାହା ଦବା କଥା ତାଙ୍କୁ ଦଉଛି। କିନ୍ତୁ ସେ ବ୍ୟକ୍ତି ବାହାରକୁ ଗଲା ପରେ ଦେଖିଲେ କୌଣସି କାରଣରୁ ବିଭିନ୍ନ ସ୍ଥାନରେ କଣ ହଉଛି ନା ଖାଇବାକୁ ଦିଆଯାଉଛି। ତ ଖାଇବାକୁ ତ ପେଟ ପୁରା ଦିଆଯାଉନି, ଯେମିତି ଯେତିକି ସେ ଖାଇବା କଥା ଅଳ୍ପ ଅଳ୍ପ। ସେ ବ୍ୟକ୍ତି କଣ କଲେ? ଏଇଠି ସେଇଠି 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 ଖାଇବା ବ୍ୟବସ୍ଥା କରିଦେଇ ଟିକେ ଟିକେ 3 ଦିନ କାଳ ସେମିତି ବ୍ୟବସ୍ଥା କଲେ। ତାପରେ କଣ ହେଲା ନା କହିଲେ କି ଆରେ ଏଇଠି ତ ବଢିଆ ଖାଇବାର ତ ସୁବିଧା ବ୍ୟବସ୍ଥା ଅଛି। ସେ 3 ଦିନ ଜାଗାରେ ଆଉ 3 ଦିନ ବି ରହିଗଲେ ଏବଂ ତାଙ୍କର ଯୋଉ ବାସ୍ତବିକ କାମର ଯୋଉ ସମୟ ସେ ଆଉ ବାହାର କରିପାରିଲେ ନାହିଁ। କାମକୁ ଅଧା ବାନ୍ତେ ଛାଡି ଦେଇ ଆସିଲେ, ଇତ୍ୟାଦି ଇତ୍ୟାଦି। ତ ମୁଁ କହିବାର ବିଷୟ ହେଲା ଯେ ମନୁଷ୍ୟ ବାସ୍ତବିକ ଭାବରେ ଜନ୍ମ ନେଇଛି, ତାକୁ ମାୟା ଗୁଣ ପ୍ରଦାନ କରାଯାଇଛି ନିଜର ଈପ୍ସିତ ଇଚ୍ଛାକୁ ପୂରଣ କରିବା ପାଇଁ, ନିଜର ଈପ୍ସିତ ଇଚ୍ଛାକୁ ପୂରଣ କରିବା ପାଇଁ। କିନ୍ତୁ ମନୁଷ୍ୟ କଣ କରିଥାଏ? ସେ ବନ୍ଧନଟାକୁ ହିଁ ଆନନ୍ଦ ବୋଲି ଭାବି ସେ ସେଥିରେ ହିଁ ଲିପ୍ତ ରହିଯାଏ। ତ ये वेदर जो मंत्र, ये मुझे से प्रकार जो मनुष्य को वास्तव में भगवत भावना चेतना को जागृत करने ପାଇଁ, ଯେମିତିକି ଆମେ କହିବା ଗାଡି ପୂଜା କରିବା। ଯେମିତିକି ଏବେ କାଳୀ ପୂଜା ଗଲା, ଦୁର୍ଗା ପୂଜା ଗଲା, ସମସ୍ତେ ଗାଡି ପୂଜା କରୁଛନ୍ତି। କେବଳ ଗାଡି ପୂଜା କରିବା ନାଁରେ ଗାଡି ପୂଜା ବା ଗାଡିକୁ ଧୋଇବା ପାଇଁ ବୋଲି ଗାଡି ପୂଜା, ଇଏ ବାସ୍ତବିକତା ନୁହଁ। ବାସ୍ତବିକତା ହେଲା ସେ ଗାଡି ପୂଜା ନାଁରେ ହଉ ବା ବିଭିନ୍ନ ଯୋଉ ପୂଜା ପଦ୍ଧତି ଆମର ରହିଛି, ଏସବୁ ମଣିଷକୁ କିଛି ସମୟ ପାଇଁ ଭକ୍ତି ଜାଗ୍ରତ କରିବାର ଇଏ ଉପାୟ ମାତ୍ର, ଉପାୟ। କିନ୍ତୁ ଆମେ ଯଦି ଗାଡି ପୂଜା କରିବା ତ ଗାଡି ତାର ସେ ପୂଜା ହବ, ଆମେ ଏପଟେ ଅଲଗା ପ୍ରକାରେ କିଛି ହସ ଭାସ୍କୁଟି କରୁଥିବା ଏବଂ ଗାଡି ପୂଜା ସରିଗଲା ନେଇଯାଅ ତ ଗାଡି ଧରି ପଳେଇବା। ଏଥିରେ କଣ ହବ ନା ଗାଡିଟା ପୂଜା ହିଁ ହବ, କିନ୍ତୁ ବାସ୍ତବିକ ଯେଉଁ ଲକ୍ଷ୍ୟ ସେ ଲକ୍ଷ୍ୟଟା ପୂରଣ ହେବ ନାହିଁ। ବାସ୍ତବିକ ଶାସ୍ତ୍ର ଯେଉଁ ଲକ୍ଷ୍ୟ ସେ ଲକ୍ଷ୍ୟଟା ପୂରଣ ହେବ ନାହିଁ। ଆମେ କହିବା ଯେ ଗାଡି ପୂଜା କଲୁ, ଲାଭ କଣ ହେଲା? ତ ଲାଭ ସେତେବେଳେ ହେଇଥାନ୍ତା ଯଦି ଆମେ ସେ ପୂଜାରେ ସମ୍ପୂର୍ଣ୍ଣ ରୂପେ ସାମିଲ ହେଇଥାନ୍ତେ, ପୂଜାର ବିଧିକୁ ଅନୁଭବ କରିଥାନ୍ତେ, ତେବେ ଯାଇ ଆମେ ତାକୁ ପ୍ରକୃତ ବିଷୟ ଜାଣିବା। ଗୋଟେ ବାହାଘର, ଏ ଗୋଟେ ସତ୍ୟ ଘଟଣା। ଜଣେ ବାହାଘର ବାହାଘର ଚାଲିଛି, ବୈଦିକ ରୀତିନୀତିରେ ବାହାଘର ଚାଲିଛି। ତ ସେ ଭିତରେ କଣ ହେଇଛି ନା
ସମସ୍ତଙ୍କର ଚିନ୍ତା ଯେ କିନ୍ତୁ ଶୀଘ୍ର ବାହାଘର ସରିବ, ପୁଅ ଝିଅ ସେ ଯୋଉ ଷ୍ଟେଜ ଆଜିକାଲି କରନ୍ତି ନା, ସେ ଷ୍ଟେଜ ଉପରେ ବସିବେ। ମୁଁ ସେଠାରେ ଜାଣିବାକୁ ଚାହିଁଥିଲି ଯେ ବାସ୍ତବରେ ବାହାଘର ଯୋଉ ହେଉଛି, ସେଥିରେ ପୁଅ ଝିଅକୁ କିଛି ବଚନ ଦେଉଛି ଏବଂ ଝିଅ ପୁଅକୁ କିଛି ବଚନ ଦଉଛି। ବିଭିନ୍ନ ବିଧି ସବୁ ପାଳନ ହେଉଛି। ସେ ବିଧି ଏମିତି ନୁହେଁ ଯେ କେବଳ ପାଳନ ହେଉଛି, ସେ ବିଧି ସହିତ ସାମାଜିକ ସଂସ୍କାରର କିଛି ଜଡ଼ିତ ଅଛି। ତେଣୁ ଆଗେ ବିବାହ ବେଦୀରେ ବୟସ୍କ ମାନେ ସେସବୁକୁ କହୁଥିଲେ। ବୟସ୍କ ଯୋଉ ଥିବେ, ଯୋଉମାନେ ପୁରୋହିତ ଥିବେ, ସେମାନେ ସବୁ କହିବେ ଯେ ଏୟା ଏୟା ଆଜିର ବିଷୟ ଥିଲା, ଏଥିପାଇଁ ଏୟା କରାହେଇଥିଲା, ଏଥିପାଇଁ ଏୟା କରାହେଇଥିଲା। ଏ ବିଷୟ ଥିଲା। ଯେତେବେଳେ ପର୍ଯ୍ୟନ୍ତ ଆମେ ସେ ବିଷୟଟାକୁ ଅନୁଭବ ନ କରିବା, ସେ ବିଷୟକୁ ନ ଜାଣିବା, ଇଏ କଣ ହବ ନା କେବଳ ଫର୍ମାଲିଟି ମେଣ୍ଟେନ ହବ। ଏ ଫର୍ମାଲିଟି ମେଣ୍ଟେନ କଣ କରିଥାଏ ନା ଏ ଭୌତିକ ଜଗତର ଆକର୍ଷଣକୁ ମାଡ଼ି ରଖିଥାଏ। ବାସ୍ତବରେ ଯିଏ ଏ ଭୌତିକ ଜଗତର ଆକର୍ଷଣ କାରଣଟାକୁ ଜାଣେ, ସିଏ ହିଁ ପ୍ରକୃତରେ ବେଦର ଜ୍ଞାତା ଅଟେ। ବେଦର ରହସ୍ୟ ସେଇଠି ସମାହିତ ହେଇଥାଏ ଯେ ପ୍ରକୃତ ଜ୍ଞାତାକୁ ଜାଣିବା। ଯିଏ ଏହି ରହସ୍ୟକୁ ଜାଣିଥାଏ, ସିଏ ହଉଛି ପ୍ରକୃତ ବେଦର ଜ୍ଞାତା। ଅର୍ଥାତ୍ ଏ ଯୋଉ ବୃକ୍ଷ ଏଥିପାଇଁ ଓଲଟା କରାଯାଇଛି ଯେହେତୁ ଏ ବୃକ୍ଷର ମୂଳ ତତ୍ଵ ଉପରେ ରହିଛି। ଆମେ ତଳକୁ ଖସି ଆସିଛେ। ଆମେ ତଳକୁ ଖସି ଆସିଛେ। ଏ ବୃକ୍ଷର ପତ୍ର ଗୁଡ଼ିକ ବେଦର ମନ୍ତ୍ର, ମୁଁ ଏ ବିଷୟରେ କହିଲି। ତ ଏ ଜଗତକୁ ଗୋଟିଏ ଅଶ୍ୱସ୍ଥ ବୃକ୍ଷ ରୂପରେ କାହିଁକି ବର୍ଣ୍ଣନା କରାଯାଇଛି? ତ ଅଶ୍ୱସ୍ଥ ବୃକ୍ଷ ଏଥିପାଇଁ ବର୍ଣ୍ଣନା କରାଯାଇଛି ଯେ ଏଇ ଜଗତର ଯେତେ ବି ବୃକ୍ଷ ଆମେ ଦେଖିବା, ଇଏ ଅଶ୍ୱସ୍ଥ ବୃକ୍ଷ ହଉଛି ସବୁଠାରୁ ଜଟିଳ। ଆପଣ ଦେଖିଥିବେ ଛୋଟ ଅଶ୍ୱସ୍ଥ ବୃକ୍ଷ ମଧ୍ୟ ତାହାର ଯୋଉ ଓହଳ, ସିଏ ପୁଣି ମାଟିରେ ଲାଗି ସିଏ ଆଉ ଗୋଟେ ଚେର ହେଇକିରି ଆଉ ଗୋଟେ ଚାଲିଥାଏ। ବାସ୍ତବରେ ଯଦି ଦେଖିବେ ବଡ ବଡ ବୃକ୍ଷ, ତ ବାସ୍ତବିକ ତାହାର ମୂଳ କୋଉଟା ଆପଣ ଜାଣିପାରିବେନି। ଏ ଅଶ୍ୱସ୍ଥ ବୃକ୍ଷ ହଉଛି ବହୁତ ଜଟିଳ। ଏମିତି କୁହାଯାଏ ଯେ କଲିକତାରେ କଲିକତାରେ ଗୋଟେ ଅଶ୍ୱସ୍ଥ ବୃକ୍ଷ ଅଛି, ଯାହା ପ୍ରାୟ 3 ଏକର ଜମି ମାଡ଼ି ବସିଛି, ଗୋଟିଏ ବୃକ୍ଷ। ମୁଁ ତ ଏବେ କିଛି ଦିନ ତଳେ ଟିଭିରେ ଦେଖୁଥିଲି, ମାନେ ଗୋଟେ କୁଇଜ କମ୍ପିଟିସନରେ ଦଉଥିଲା। ଆନ୍ଧ୍ରାରୁ ବି, ଆନ୍ଧ୍ରାର ମଧ୍ୟ କୌଣସି ଗୋଟେ ଅଶ୍ୱସ୍ଥ ବୃକ୍ଷ ଅଛି, ସିଏ ଏହାଠାରୁ ଅଧିକ ଦୂରକୁ ବ୍ୟାପିଗଲାଣି ସେ। ତ ଏଇ ପ୍ରକାର ଅଶ୍ୱସ୍ଥ ବୃକ୍ଷ ଯୋଉ ଜଟିଳତା ଅଛି, ଏ ଜଟିଳତା ଏଥି ନିମନ୍ତେ ବର୍ଣ୍ଣନା କରାଯାଇଛି ଯେ ଭୌତିକ ପ୍ରକୃତି ସେହି ପ୍ରକାର ଜଟିଳ ଅଟେ। ସେହି ପ୍ରକାର ଜଟିଳ ଅଟେ। ଯେମିତି ଅଡୁଆ ସୂତାକୁ ଫିଟେଇବା, ୟା ଭୌତିକ ପ୍ରକୃତିକୁ ଜାଣିବା। ଭୌତିକ ପ୍ରକୃତିକୁ ଜାଣିବାକୁ ଆପଣ ଚେଷ୍ଟା କରିବେ, ଏ ମାୟାର ବନ୍ଧନଟା ବେଳେ ବେଳେ ଆପଣଙ୍କୁ ମାନେ ଠିକ ଭଳିଆ ଦେହ ଦର୍ଶା ଲାଗିବ। ଏ ମାୟାର ବନ୍ଧନଟା ଆପଣଙ୍କୁ ଠିକ ଭଳିଆ ଲାଗିବ।
ତ ଆପଣ ଯଦି ତାକୁ ଠିକ କରି ବିଚାର କରିନେଲେ ତ ଆପଣ ବିପଦଗାମୀ ହେଇଯିବେ। ଆପଣ ବିପଦଗାମୀ ହେଇଯିବେ। ତେଣୁ ଏଇ ଜଗତଟା ଗୋଟିଏ ଜଟିଳ ଅଟେ। ଏଇ ଜଟିଳତାକୁ ସିଦ୍ଧ କରିବା ପାଇଁ, ଦର୍ଶାଇବା ପାଇଁ ମନୁଷ୍ୟମାନେ କଣ କରିଛନ୍ତି, ଏକ ଓଲଟା ଅସ୍ୱସ୍ଥ ବୃକ୍ଷ ବୋଲି ବର୍ଣ୍ଣନା କରିଛନ୍ତି। ଏବଂ ଏ ବୃକ୍ଷର ଯୋଉ ଶାଖା ମାନେ ବିଭିନ୍ନ ପ୍ରଜାତି, ଯେମିତିକି ଆମେ ଗତକାଲି ଦେଖିଲେ 84 ଲକ୍ଷ ପ୍ରକାର ଯୋନି ରହିଛି, ବିଭିନ୍ନ ପ୍ରଜାତି ରହିଛନ୍ତି। ଏ ଶାଖା ଗୁଡ଼ିକ ହଉଛି ସେ ପ୍ରକାର ବିଭିନ୍ନ ପ୍ରଜାତି। ସମସ୍ତେ ପ୍ରଜାତି ବଢିବାରେ ଲାଗିଛନ୍ତି ଏବଂ ଶାଖା ବି ବଢିବାରେ ଲାଗିଛି, ବଢିବାରେ ଲାଗିଛି, ବଢିବାରେ ଲାଗିଛି। ଏବଂ ଗୋଟେ ବୃକ୍ଷ ଯଦି ରହିଛି ତାର ତ ପୋଷଣ ରହିବା ଦରକାର, ତାକୁ ତ ଖାଦ୍ୟପେୟ ରହିବା ଦରକାର ନା। ତେବେ ଯାଇ ବୃକ୍ଷଟା ଜିନ୍ଦା ରହିବ, ନହେଲେ ତ ବୃକ୍ଷଟା ମରିଯିବ। ବୃକ୍ଷ ଜୀବିତ ରହିବା ପାଇଁ ତାକୁ ତ ଖାଦ୍ୟପେୟ ତ ଦରକାର, ଆବଶ୍ୟକ ଅଟେ, ନହେଲେ ବୃକ୍ଷଟା ମରିଯିବ। ତ ବୃକ୍ଷଟାକୁ ଖାଦ୍ୟପେୟ କିଏ ଯୋଗାଉଛି? ନା ଏ ଭୌତିକ ଜଗତର ଯେଉଁ 3 ଗୁଣ ରହିଛି, ସତ୍ଵ ରଜ ତମ, ଏ 3 ଗୁଣ କଣ କରିଥାଏ ନା ମନୁଷ୍ୟକୁ ଭୌତିକତାରେ ବଞ୍ଚିବାର ଆନନ୍ଦ ପ୍ରଦାନ କରିଦେଇଥାଏ। ସତ କହିବାକୁ ଗଲେ ଯେମିତି ଆମେ ନ୍यून ଭାବରେ କହୁନା, କୁକୁରକୁ ଯଦି ବିସ୍କୁଟ ଦେଇ ଡାକି ଡାକି ନବା, ସେ ବିସ୍କୁଟ ନବା ପାଇଁ ସେ ପଛ 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 ଦୌଡ଼ି ଦୌଡ଼ି ଯିବ, ତାପରେ ଯାଇ ଶେଷରେ ବନ୍ଧନରେ ପଡିବ। ଆମେ କରୁନା, କାହା କହିଲେ ଆକର୍ଷଣ କରି କୁକୁର କଣ, ସବୁ ପଶୁ ପକ୍ଷୀ ମାନଙ୍କୁ ଏ ପ୍ରକାର କରାଯାଇଥାଏ। ଶିକାରୀ କଣ କରିଥାଏ? ଜାଲ ପକେଇବା ପାଇଁ କିଛି ଶସ୍ୟ ପକେଇଥାଏ, ତାପରେ ଜାଲ ବିଛେଇ ରଖିଥାଏ, ପକ୍ଷୀ ଆସିଲା, ପଡିଲା, ରହିଲା। ହଁ? ପଞ୍ଚମ ଅଧ୍ୟାୟରେ ଆମେ ଏ ଜିନିଷକୁ ପ୍ରାପ୍ତ କରିଥିଲେ। ଇନ୍ଦ୍ରିୟର ଆକର୍ଷଣ କେମିତି ମାଛକୁ ନଷ୍ଟ କରିଦେଇଥାଏ, ଭଅଁରକୁ ତାର ଶୁଣ୍ଡ ପଦ୍ମଫୁଲ ଭିତରେ ରଖିଥାଏ, ଆଗ୍ରହଣ କରିବା ପାଇଁ ସିଏ ନଷ୍ଟ ହେଇଥାଏ, ହାତୀ ସ୍ପର୍ଶ କାରଣରୁ ନଷ୍ଟ ହେଇଥାଏ, ଯୋଉ ପତଙ୍ଗ ନିଜର ଆଖିର ଆକର୍ଷଣ କାରଣ ଆଲୋକ ପାଖକୁ ଯିବାର ଯୋଉ ଆକର୍ଷଣ ସେଥିରେ ନଷ୍ଟ ହେଇଥାଏ, ଇତ୍ୟାଦି। ତ ଏ ଭୌତିକ ଜଗତ ମଧ୍ୟ ସେଇ ପ୍ରକାର ଆକର୍ଷଣ କରିଥାଏ ଏବଂ ମାୟାର ବନ୍ଧନରେ ବାନ୍ଧି ଦେଇଥାଏ। ଏବଂ ଯେତେବେଳେ ପର୍ଯ୍ୟନ୍ତ ମନୁଷ୍ୟ ଏ 3 ଗୁଣର ଆକର୍ଷଣରେ ଚାଲିଛି, ସେତେବେଳେ ପର୍ଯ୍ୟନ୍ତ ଭୌତିକ ଜଗତ ତିଷ୍ଠି ରହିବ। କାହିଁକି ନା ଭୌତିକ ଜଗତ ହେଇଛି ଏଥିପାଇଁ ଯେ ମନୁଷ୍ୟ ନିଜର ଇଚ୍ଛାକୁ ପୂରଣ କରିବାକୁ ଚାହିଁଲା। ଯେତେବେଳେ କି ମହାପ୍ରଳୟ ହେଇଗଲା, ତ ମହାବିଷ୍ଣୁଙ୍କର ଯୋଉ ଉଦରରେ ସମସ୍ତ ଶରୀର ବା ସମସ୍ତ ଜୀବ ଜଗତ ସମାହିତ ହେଲା ପରେ ସେମାନଙ୍କ ନିଜର ଇଚ୍ଛା ଯୋଉ ପ୍ରକଟ କଲେ, ଆରମ୍ଭ କରିଦେଲେ, ପ୍ରଭୁ ମତେ ଘିନି ଆଣିଲେ, ମୋର ଆଉ ଟିକେ ପ୍ରମୋସନ ଥିଲା, ମୋର ଚାକିରି ଥିଲା, ବା ମୋର ଧନ ଗୁଡାକ ମୁଁ ଆହୁରି ଆଲମିରା ଚାବି ପକେଇ ନଥିଲି, ଇତ୍ୟାଦି ଇତ୍ୟାଦି ସବୁ ଚିନ୍ତା। ତ ମନୁଷ୍ୟର ଯୋଉ ଇଚ୍ଛାରୁ ପୁଣି ଆଉଥରେ ବ୍ରହ୍ମାଙ୍କର ସୃଷ୍ଟି ଜଗତର ରଚନା ଏବଂ ମନୁଷ୍ୟ ତାର ଇଚ୍ଛା ଅନୁସାରେ, ଗୁଣ ଅନୁସାରେ ପୁଣି ଏକ ଶରୀରର ପ୍ରାପ୍ତ ଏବଂ ଆରମ୍ଭ ହେଲା ଯେତିକି ରହିଛି ତା ପରଠୁ। ତେଣୁ ଏ ଇଚ୍ଛା ଏ ମାୟାରୁ ହିଁ ଜାଗ୍ରତ ହେଇଥାଏ। ଯେତେବେଳେ ପର୍ଯ୍ୟନ୍ତ ଏ ମାୟା ଚାଲିଛି, ସେତେବେଳେ ଭିତରେ ପର୍ଯ୍ୟନ୍ତ ମନୁଷ୍ୟ ଇଚ୍ଛା ଭିତରେ ରହିବ ଏବଂ ଏଇ ଯୋଉ ଜନ୍ମ ମୃତ୍ୟୁର ଚକ୍ର ଭିତରେ ସେ ସଦାବେଳେ ବାନ୍ଧିକି ରହିବ। ବଟବୃକ୍ଷ ଯଦି ଅଛି ମାନେ ତାହାର ତ ଅଙ୍କୁର ରହିବ ନା, ଯୋଉ ଓହଳ, ପତଳା ପତଳା ଓହଳ ରହେ, ବହୁତ ମାନେ ଆମେ ତ ପିଲାଦିନେ ମାନେ ସେଟା ସବୁ ବାହାର କରି ଖାଉ, ମାନେ ସ୍ୱାସ୍ଥ୍ୟ ପାଇଁ ବି ସେଟା ଭଲ ବୋଲି ଖାଉ। ତ ସେ ଯୋଉ ଅଙ୍କୁର ଗୁଡିକ ଇଏ କଣ
ନା ମନୁଷ୍ୟର ବିଭିନ୍ନ ଇନ୍ଦ୍ରିୟ ବିଷୟ। ବିଭିନ୍ନ ଇନ୍ଦ୍ରିୟ ବିଷୟ। ଇନ୍ଦ୍ରିୟ ବିଷୟକୁ ସେ ଆନନ୍ଦରେ ଗ୍ରହଣ କରିଥାଏ। ଏବଂ ଯେତେବେଳେ ମନୁଷ୍ୟ ଇନ୍ଦ୍ରିୟ ବିଷୟକୁ ଆନନ୍ଦରେ ଗ୍ରହଣ କରିଥାଏ, ସେଇଟା ଗୋଟେ ଅଙ୍କୁର ସେ ଆଉ ଗୋଟେ ମୂଳ ତିଆରି କରିବ ଏବଂ ପୁରା ଷ୍ଟ୍ରଙ୍ଗ ହେଇଯିବ। ଇନ୍ଦ୍ରିୟ ବିଷୟ ଯେତେବେଳେ କି କାମନା ନା, ଇନ୍ଦ୍ରିୟ ବିଷୟ କଣ? କାମନା। କାମନା ଆଗକୁ କଣ କରିଥାଏ? ପତନ କରିଥାଏ। ପତନ କରିବା ପୂର୍ବରୁ ସେ ତା ମନରେ ଦୃଢ ସ୍ଥିତି କରିଦେଇଥାଏ ଯେ ମୁଁ ଯାହା ହେଲେ ବି ଏୟା କରିବି, ସେୟା କରିବି। ସେ ଦୃଢ ସ୍ଥିତିଟା ଆଉ ଗୋଟିଏ ଚେର ହେଇଯାଇଥାଏ, ଆଉ ଗୋଟିଏ ଭୌତିକ ଜଗତର ବନ୍ଧନରେ ତାକୁ ବାନ୍ଧି ଦେଇଥାଏ। ତେଣୁ ଏଇ ଇନ୍ଦ୍ରିୟ ବିଷୟ ବା କାମନା ଇଏ ହେଉଛି କଣ ନା ବାସ୍ତବରେ ଏ ବଟବୃକ୍ଷର ଅଙ୍କୁର। ଏବଂ ଏହା ମନୁଷ୍ୟ କଣ କରିଥାଏ ନା ବିଭିନ୍ନ ବିଷୟର ବନ୍ଧନରେ ବାନ୍ଧିଥାଏ। ଯେତେବେଳେ ମନୁଷ୍ୟ ଏ କାମନାର ଜାଗ୍ରତ କରିଥାଏ, ସକାମ କର୍ମର ଜାଗ୍ରତ କରିଥାଏ, ତାକୁ ପୂର୍ଣ୍ଣ କରିବା ପାଇଁ ବିଭିନ୍ନ ପ୍ରକାର କର୍ମ କରିଥାଏ, କର୍ମ ବନ୍ଧନରେ ବାନ୍ଧିଥାଏ। ସେ ଅଙ୍କୁର ଗୁଡିକ ପୁଣି ଆଉଥରେ ଗୋଟିଏ ମୂଳ ହେଇଯାଇଥାଏ, ପୁଣି ଗୋଟିଏ ମୂଳ ହେଇଯାଇଥାଏ। ତ ଏ ପ୍ରକାର ଭାବରେ ଏଇ ଯୋଉ ଜଗତ ଇଏ ଏକ ଜଟିଳ ବିଷୟ ଅଟେ। ଏ ଭୌତିକ ଜଗତର ଏ ଯୋଉ ମାୟା ଇଏ ଏକ ଜଟିଳ ଅଟେ। ମନୁଷ୍ୟ, ହରେ କୃଷ୍ଣ, ମନୁଷ୍ୟ ଏହି ଜଟିଳତା ଭିତରେ ସେ କଣ କରିଥାଏ ନା ଗତି କରିଥାଏ ଏ ଜଟିଳତା ବିଷୟରେ। ତ ଯେତେବେଳେ ଭଗବାନ ଏ ଯୋଉ ଜଟିଳ ବିଷୟକୁ ବର୍ଣ୍ଣନା କରିଛନ୍ତି ଯେ ଅର୍ଜୁନ ଏ ଯୋଉ ଭୌତିକ ଜଗତ ଇଏ ହଉଛି ଜଟିଳ। ତ ଅର୍ଜୁନଙ୍କ ଭିତରେ ବର୍ତ୍ତମାନ ପ୍ରଶ୍ନ ରହୁଛି ଏ ଜଟିଳତାର ମନୁଷ୍ୟ ବାହାରିବ କେମିତି? ମନୁଷ୍ୟ ବାହାରିବ କେମିତି? ଏମିତି ନାହିଁ ଯେ ସାଇକେଲ ଚାଲିଲା ପଳେଇଯିବ। ତ ଜଟିଳ ଭିତରୁ ବାହାରିବ କେମିତି? ମନୁଷ୍ୟର ଚିନ୍ତା ବିଷୟବସ୍ତୁ ଆମେ ବି ଯଦି ଚିନ୍ତା କରିବା ତ ଭୌତିକ ଜଗତ ଭିତରୁ ଆମେ ତ୍ରାହି ପାଇବା କେମିତି? ବହୁତ ଜଟିଳ। ତ ଭଗବାନ କହୁଛନ୍ତି ଅର୍ଜୁନ ଏଇ ଯୋଉ ବୃକ୍ଷର ବାସ୍ତବ ସ୍ୱରୂପ ବା ଏହାର ଆରମ୍ଭ ଏବଂ ଶେଷ ଏବଂ କେତେ ଦୂର ପରିବ୍ୟାପ୍ତ ଆକୁ କିଏ ଜାଣନ୍ତି ନାହିଁ। ଆକୁ କିଏ ଜାଣନ୍ତି ନାହିଁ। ତାର କାରଣ ହେଲା ଭୌତିକ ଜଗତ ବିଷୟରେ ଜାଣିବା କିଛି ଜଣ ଇଚ୍ଛା ହିଁ କରନ୍ତି ନାହିଁ। ଯେମିତିକି ଆମେ ଦେଖିଲେ ସେମାନେ ଶରୀର ଆନନ୍ଦରେ ବହୁତ ଆନନ୍ଦ ପ୍ରାପ୍ତ କରନ୍ତି। ଯେତେ ଦିନ କେତେ ଜଣ କହନ୍ତି ଯେତେ ଦିନ ବଞ୍ଚିଛ ଖାଇ ପିଇ ଏଇସ୍ କର। ତାପରେ ପୁଣି ଆଉ ଥରେ ଆସିବ, ପୁଣି ଏଇସ୍ କରିବ। କେତେ ଏଇସ୍ କରିବ? ଏ ଏଇସ୍ କରିବାର ମନୋବୃତ୍ତି ହିଁ ମଣିଷକୁ ଦୁଃଖ ଦେଇଥାଏ। ଦୁଃଖ ଦେଇଥାଏ। ଆମେ ବି ତ ସେମିତି ଚିନ୍ତା କରିଛେ ନା ଏଇସ୍ କରିବା। କିଛି ଏଇସ୍ କରିବାର ଚିନ୍ତାର କାରଣ ତ ଜନ୍ମ ନେଇଛେ। କିଛି ତ ଭଗବତ ଚିନ୍ତନ କରିଛେ, ତେଣୁ ଭଗବତ ଆ ବିଷୟରେ ଜଡିତ ରହୁଛେ। କିନ୍ତୁ କିଛି ବି ଏଇସ୍ କରିବାର ଚିନ୍ତା କରିଦେଇଛେ, ତେଣୁ ଏ ଭବ ଜଗତରେ ପୁଣି ଜନ୍ମ ନେଇଛେ। ତେଣୁ ଏ ଏଇସ୍ କରିବାର ଯୋଉ ମତଲବ ବା ମନୋବୃତ୍ତି
ଆମକୁ ଏ ବୃକ୍ଷର ଆରମ୍ଭ ଶେଷ ବା ପରିବ୍ୟାପ୍ତ ବିଷୟରେ ସଚେତନ କରିପାରେ ନାହିଁ। କରିପାରେ ନାହିଁ। ବାସ୍ତବରେ ମନୁଷ୍ୟ କଣ କରିବା ଦରକାର ନା ଏହାକୁ ଚିନ୍ତନ କରିବା ଦରକାର। ଏହାକୁ ଚିନ୍ତନ କରିବା ଦରକାର ଯେ ଭୌତିକ ଜଗତର ପରିମାପରୁ ବା ଭୌତିକ ଜଗତର ଜଟିଳତାରୁ ମୁଁ ମୁକ୍ତି ପାଇବା ମୁକ୍ତି ପାଇବାର ଅଛି। ଯେତେବେଳେ ସେ ଚିନ୍ତା କରେ ଏ ଜଟିଳତାରୁ ମୁଁ ମୁକ୍ତି ପାଇବାର ଅଛି, ସେତେବେଳେ ତା ପାଇଁ ରାସ୍ତା ଭଗବାନ ପ୍ରଦାନ କରିଛନ୍ତି ଯେ ଅର୍ଜୁନ ବୈରାଗ୍ୟର କୁରାଡିରେ ଏ ବୃକ୍ଷକୁ କାଟିବାକୁ ପଡିବ। ବୈରାଗ୍ୟର କୁରାଡିରେ ଆମର ଯୋଉ ବନ୍ଧନଟା ଅଛି, ଏ ବନ୍ଧନଟାକୁ କାଟିବାକୁ ପଡିବ କେବଳ ବୈରାଗ୍ୟର କୁରାଡିରେ। ଏମିତି ସେମିତି କୁରାଡିରେ ହବ ନାହିଁ। ଗଛ ବହୁତ ଷ୍ଟ୍ରଙ୍ଗ, ତାକୁ ବୈରାଗ୍ୟର ତୀକ୍ଷ୍ଣ କୁରାଡିରେ କାଟିବାକୁ ପଡିବ। ତାପରେ ଏ ବ୍ୟକ୍ତିକୁ ମୂଳ ପର୍ଯ୍ୟନ୍ତ ଯିବାକୁ ହେବ। ଅର୍ଥାତ୍ ଭୌତିକ ଜଗତର ଯୋଉ ବୈରାଗ୍ୟତା, ଭୌତିକ ଜଗତ ପ୍ରତି ବୈରାଗ୍ୟତା ଜାଗ୍ରତ କରିବା ଇଏ ପ୍ରାଥମିକତା। ଏବଂ ଏଇ ବୈରାଗ୍ୟ ଦ୍ୱାରା ମନୁଷ୍ୟ କଣ କରିଥାଏ ନା ଧୀରେ ଧୀରେ ଉପରକୁ ଉପରକୁ ଉଠିଥାଏ। ଗୋଟିଏ ଗୋଟିଏ ଡାଳ ତାର ଭାଙ୍ଗି ଭାଙ୍ଗି ଯାଏ ଏବଂ ଶେଷରେ ସିଏ ଯୋଉ ମୁଖ୍ୟ ବୃକ୍ଷ ସେ ପାଖରେ ଆସି ପହଞ୍ଚେ। ପହଞ୍ଚିଲା ପରେ କଣ କରିବ? ସେ ଖୋଜିବ ଯେ ଏ ମୁଖ୍ୟ ବୃକ୍ଷଟି ଆରମ୍ଭ କୋଉଠି ହେଇଛି, ତାକୁ ମୂଳରୁ ନଷ୍ଟ କରିବ ନା। ତ ଯେତେବେଳେ ମୁଖ୍ୟ ବୃକ୍ଷଟିକୁ ସେ ଜାଣିଥାଏ, ତାପରେ ସେ କଣ କରିଥାଏ ନା ତାର ବାସ୍ତବିକ ଆରମ୍ଭ ବିଷୟକୁ ସେ ଖୋଜିଥାଏ। ଭୌତିକ ଜଗତରୁ ଭୌତିକ ଜଗତ ଇଏ ଆଧ୍ୟାତ୍ମିକ ଜଗତରୁ ଶେଷରୁ ଇଏ ଆରମ୍ଭ ହେଇଛି। ଏବଂ ସେ କଣ କରିଥାଏ ନା ଆଧ୍ୟାତ୍ମିକ ଜଗତର ଶେଷ ପାଖରେ ପହଞ୍ଚି ପାରିଥାଏ ଏ ବୃକ୍ଷଟିକୁ ନଷ୍ଟ କରି। ତେଣୁ ବୈରାଗ୍ୟର କୁରାଢି ଇଏ ପ୍ରଥମେ ଆମକୁ ଏ ଭୌତିକ ଜଗତର ଜଟିଳତାରୁ ଉଦ୍ଧାର ପାଇବା ପାଇଁ ଆବଶ୍ୟକ ଅଟେ। ଏବଂ ବୈରାଗ୍ୟ ପ୍ରାପ୍ତ କରିବା କେମିତି ନା ନିଷ୍କାମ କର୍ମ, କର୍ମ ଫଳକୁ ଭଗବାନଙ୍କୁ ସମର୍ପଣ କରି, ନିଷ୍କାମ କର୍ମ, କର୍ମ ଫଳକୁ ଭଗବାନଙ୍କୁ ସମର୍ପିତ କରି କରିବା ଉଚିତ। ଏ ବିଷୟ ଆମେ ତୃତୀୟ ଅଧ୍ୟାୟରେ ପଢିଥିଲୁ। ତ ବର୍ତ୍ତମାନ ଅର୍ଜୁନଙ୍କର ରହିଛି ଯେ ମନୁଷ୍ୟ ଯେତେବେଳେ ଜାଣିଦେଲା ମୂଳ, ତ ଜାଣିଲା ଯଦି ଏ ମୂଳ ଭଗବାନଙ୍କର ସୃଷ୍ଟିରୁ ଆରମ୍ଭ ରହିଛି, ତେବେ ସେ ଭଗବାନଙ୍କର ଶରଣାଗତ ଯିବ କେମିତି? ଭଗବାନଙ୍କର ଶରଣାଗତ ଯିବ କେମିତି? ବୈରାଗ୍ୟ ତ ପ୍ରାପ୍ତ ହେଇଗଲା। ବୈରାଗ୍ୟ ପ୍ରାପ୍ତ ହେଇ ସଂସାର ଛାଡ଼ିଦେଲେ ସେ ଭଗବାନଙ୍କର ସହିତ ଯୋଡ଼ି ହେଇପାରିବ ନାହିଁ। ଭଗବାନଙ୍କ ସହିତ ଯୋଡ଼ି ହେବା ପାଇଁ ପ୍ରଥମେ ଭଗବାନଙ୍କର ତତ୍ଵକୁ ଜାଣିବା ଦରକାର। ଏ ବିଷୟ ମଧ୍ୟ ଆମେ ଦେଖନ୍ତୁ, ଏ ବିଷୟ ମଧ୍ୟ ଷଷ୍ଠ ଅଧ୍ୟାୟ ସପ୍ତମ ଅଧ୍ୟାୟରେ ୟାର ସ୍ୱରୂପରେ ପଢିଥିଲେ। ଭଗବାନ ଅର୍ଜୁନଙ୍କୁ କହୁଛନ୍ତି, ଅର୍ଜୁନ ତୁମେ ଯୋଗୀ ହୁଅ, ଯୋଗୀ ହୁଅ। ମନ ଭିତରେ ସମସ୍ତ କାମନାକୁ ତ୍ୟାଗ କର, କର୍ମ ଫଳ ଭଗବାନଙ୍କୁ ସମର୍ପିତ କର। କେବଳ ଭଗବାନଙ୍କ ନିମନ୍ତେ କର୍ମ କାର୍ଯ୍ୟ କର, ଏମିତି କର୍ମ କର ଯେମିତିକି ସେ ତୁମର ନୁହେଁ। ତୁମେ ସଦା ସର୍ବଦା
भगवान के सहित जोड़ी हवार प्रचेष्टा करे जोगी हो, किंतु जोगी हेले कौन हम भगवान का सदा सर्वदा प्रेम युक्त हेबा दरकार। प्रेम युक्त हेबा दरकार जेतेबेले पर्यंत आम भितरे आमे केवल खाली जोड़ी हवा भौतिकता दर्शन करवा ता किछि उचित नहीं। उचित जेतेबेले कि आमे सदा सर्वदा भगवान सहित जोड़ी हवा एवं ताहा किपरि संभव ना भगवान ज्ञान विज्ञान को प्राप्त करी। एवं एठी भी मनुष्य भगवान कहते जे अर्जुन मिथ्या अभिमान मुक्त हेबा द्वारा ही मनुष्य शरणागत हो पार। वैराग्यर कुराड़ी रे गछ को काटिदेला काटिदेवा परे देख मो पाखे केते वैराग्य अच्छी मु केउ प्रकार वैरागी मु सब किछि त्याग कर देछि। तो से वैरागी वैराग्य तो प्राप्त कला संसार रे सब त्याग करदेला किंतु भगवान को पाइब नहीं। भगवान को पाइबा पाई हेले निजको शून्य करने को पड़ो कहीं भगवान होचंदी सदाबले शून्य सदाबले शून्य टेस्टलेस ऑर्डरलेस। गोटे बढ़िया किए गोटे छाड़ी देखुरी टेस्टलेस ऑर्डरलेस सेफलेस भगवान होचंदी से प्रकार किए कौन कहते कि भगवान का विषय को जानवा हेले आम प्रथमे निजको शून्य करने पड़ो निजको मिथ्या अभिमान मुक्त करने सबकि आम भगवान तत्व को बुझा पड़ो जहाँ भी जगत रे आम प्राप्त करिचे जहाँ भी आम जगत प्राप्त करिवार अछि ताहा केवल भगवान के द्वारा ही आमको निजको पुरुष बोली न मानी से परम श्रेष्ठा परम पुरुष के प्रति चिंतन रखा उचित। एवं ए प्रकार व्यक्ति जे मिथ्या अभिमान मुक्त एवं भगवत शरणागत सीए दिव्य लोक प्राप्त करे दिव्य लोक प्राप्त करे भगवत धाम को प्राप्त करे। भगवत धाम किपरि तो भगवान कहते अर्जुन ये भगवत धाम होउची न तद भाषयति सूर्य न शशांक न पावका जद्गत्वा न निवर्तन्ते तद्धामं परमं मम। जो दिव्य धाम से माने प्राप्त करते से दिव्य धाम होउची आलोकपूर्ण किंतु सूर्य किंबा चंद्र द्वारा आलोकित नहति से माने स्वयं प्रकाशित से माने स्वयं प्रकाशित आमे जेहेतु स्वयं प्रकाशित नौ आमु चतुर्दिग अंधार देखा जाउची कि जे दिव्य धाम को जाइथांती से माने स्वयं प्रकाशित से होची परम दिव्य धाम खाली दिव्य धाम नहीं परम दिव्य धाम आमे बारंबार ए परम विषय को पढ़ुचे जोटा कि अति श्रेष्ठ परम परे आउ किछि नाही आउ किछि नाही। एवं जेतेबेले व्यक्ति सही परम दिव्य धाम को गति करिथाए तो जीवार तो रास्ता आज सेठार फेरिकी आसिया विषय नाही सेठार फेरिकी आसिया विषय नाही। अर्थात मनुष्य से परम दिव्य धाम को प्राप्त करी जो जीवन रो लक्ष्य ताको परिपूर्ण करि पारिबो से आउ ए जगत को आसीबो नाही। ये जो ब्रह्मांड अच्छी आम ता विषय जापर जो 14 लोक अच्छी भूलोक आमको उपरको जदि जीवा भुवर लोक स्वलोक इत्यादि महरलोक तपलोक जनलोक तपलोक ब्रह्मलोक तो ये प्रकार जो लोक सब रही ये ब्रह्मांड यार
କେବଳ ଇଏ ବର୍ଣ୍ଣନା ଏଥିପାଇଁ ଦିଆଯାଇଛି ଯେ ମନୁଷ୍ୟ ଏଇ ଜଗତରେ ଯେଉଁଠି ବି ରହିଛି ସେ ଭୌତିକ ଜଗତରେ ହିଁ ରହିଛି। ତେଣୁ ସେ ଊର୍ଦ୍ଧ୍ୱକୁ ଗତି କରିବାର ପ୍ରଚେଷ୍ଟା କରିବା ଦରକାର। ଊର୍ଦ୍ଧ୍ୱକୁ ଗତି କରିବାର ପ୍ରଚେଷ୍ଟା କରିବା ଦରକାର। ତଦ୍ୱାରା ସେ ଭଗବତ ଧାମକୁ ପ୍ରାପ୍ତ କରିପାରିବ, ଯେଉଁ ଧାମକୁ ପ୍ରାପ୍ତ କରିବା ପରେ ମନୁଷ୍ୟ ଆଉ ଜନ୍ମ ନିଏ ନାହିଁ। ତ ପ୍ରଥମ କଥା ହେଲା, ମନୁଷ୍ୟ ଜନ୍ମ ହେଲା କାହିଁକି? ବାସ୍ତବରେ ସେ କିଏ? ତ ଭଗବାନ କହୁଛନ୍ତି, ଅର୍ଜୁନ ମମେବାଂଶ ଜୀବଲୋକେ ଜୀବଭୂତ ସନାତନ ମନଃ ଷଷ୍ଠାନି ଇନ୍ଦ୍ରିୟାଣି ପ୍ରକୃତି ସ୍ଥାନି କର୍ଷତି। ବାସ୍ତବରେ ଏ ମନୁଷ୍ୟ ये मोर ही अंश, ममेवांश जीवलोके, ये मोर ही अंश। मनुष्य ये भगवानଙ୍କର अंश। ଆମେ ସବୁ ଭଗବାନଙ୍କର अंश। ଯଦି ଆମେ ଭଗବାନଙ୍କର अंश, ତେବେ କାହିଁକି ଆମେ ଏଠି କଷ୍ଟ ପାଉଛେ? ଆମେ କାହିଁକି କଷ୍ଟ ପାଉଛେ? ଭଗବାନ ତ କଷ୍ଟ ପାଇବା କଥା ନାହିଁ। ଆମେ କଷ୍ଟ ପାଇଲେ କାହାକୁ ଡାକୁଛେ? ଭଗବାନଙ୍କୁ ଡାକୁଛେ। ତେବେ ଆମେ କାହିଁକି କଷ୍ଟ ପାଉଛେ? ତାର ଅର୍ଥ ଭଗବାନ ତ କେବେ କଷ୍ଟ ପାଆନ୍ତିନି, ଆମେ କାହିଁକି କଷ୍ଟ ପାଉଛେ? ଆମେ ଏଥିପାଇଁ କଷ୍ଟ ପାଉଛେ ଯେହେତୁ ଆମେ ଏଠି ଜନ୍ମ ନେଇ ପଞ୍ଚ ଇନ୍ଦ୍ରିୟ ମନ ସହିତ ସଦାବେଳେ ସଂଘର୍ଷ କରୁଛେ। ମନ କହୁଛି କି ଚାଉମିନ ଖାଇବି, ପକେଟରେ ଦେଖିଲା ବେଳକୁ ପଇସା ଟିକେ କମ ଅଛି, ଠିକ ଅଛି, କ୍ରେଡିଟ କାର୍ଡ ନେଇ ଖାଇଦେବା। ଖାଇଲା ପରେ ପୁଣି କ୍ରେଡିଟ କାର୍ଡକୁ ପଇସା ଦେବା ପାଇଁ ପୁଣି ଲୋନ କରିବା। ତ ଏ ଭୌତିକ ଜଗତର ଇଏ ଜଟିଳତା, ଏ ଜଟିଳତା ଭିତରେ ମଣିଷ ଫସି ଯାଉଛି। ଏ ମଣିଷ ଏ ଜଟିଳତା ଫସି ଯାଉଛି କାହିଁକି ନା ପୁଣି କ୍ରେଡିଟ କାର୍ଡର ବିଲ୍ କରିବା ପାଇଁ ଲୋନକୁ ସୁଝିବା ପାଇଁ କେମିତି ତ ବ୍ୟବସ୍ଥା କରିବାକୁ ପଡିବ ନା। ଠିକ ଅଛି, ଇଣ୍ଟରେଷ୍ଟ ଦେଇକିରି ମାନେ 5 ଟଙ୍କାର ଜିନିଷକୁ ସେ 12 ଟଙ୍କା 13 ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିଦିଏ। ତାଫଳରେ କଣ ହୁଏ? ତାର କାପାସିଟି ବି କମିଯାଏ। କମିଗଲା ପରେ ପୁଣି ସେ କର୍ମବନ୍ଧନରେ ବାନ୍ଧି ହେଇଯାଏ। ରହିଥା ରହିଥା, ମୋର ପଇସାର ଅଭାବ ଅଛି, ଭଗବତ ଗୀତା ଭାଗବତ ପରେ ଶୁଣିବୁ ମତେ, ମୁଁ ଆଗ ଯାଏ ରୋଜଗାର କରେ। ଆରେ ବାବୁ, ଭଗବତ ଗୀତା ଭାଗବତ ଶୁଣିଲେ ପବିତ୍ର ହବୁ, ବିନା ପବିତ୍ରରେ ତୁ କରିବୁ କଣ? ନା ପବିତ୍ର ପରେ ବି ଆଗ ମୋର ନିଜର କର୍ତ୍ତବ୍ୟ କର୍ମ କରିବି। ଏବଂ ନିଜର କର୍ତ୍ତବ୍ୟ କର୍ମ କେତେବେଳେ? ନା ସକାଳ 6ରୁ ଉଠି ବ୍ରଶ କରି ଟିଫିନ ଧରି ବସ୍ ପାଖକୁ ଦୌଡ଼ିବ ଏବଂ ତାପରେ ଯାଇକି ଚାକିରି ସ୍ଥାନରେ ପହଞ୍ଚିବ। ସେଠି ଦିନଟାକ ଖଟିବ, କାହାକୁ ଗାଳି ଦବ, କାହାଠୁ ଗାଳି ଶୁଣିବ। ଆଉ ଆନ୍ତରିକତା ପ୍ରାୟତଃ ନଥାଏ। ସେଠୁ ପୁଣି ଆଉଥରେ ଆସିବ, ବସ୍ରେ ଆସିବ, ଆସିକି ଘରେ ପୁଣି ଆସି ପହଞ୍ଚିଲା ବେଳକୁ ସନ୍ଧ୍ୟା। ଗୋଡ଼ ହାତ ଧୋଇ ଭଗବାନଙ୍କୁ ଡାକିବାକୁ ବସିଲା ବେଳକୁ ନିଦ ଆସୁଥିବ। ବନ୍ଦ କରିଦିଅ, ଭଗବାନଙ୍କୁ ଦେଖିବା, ରବିବାର ଦିନ କେତେବେଳେ ଟିକେ ବସି ଜପ କରିବା, ଚାଲ ଖାଇବା, ଶୋଇବା, ସରିଲା, ଦିନଚର୍ଯ୍ୟା ସରିଗଲା। ମନୁଷ୍ୟ ଏହି ପ୍ରକାର ଭାବରେ କେବଳ ଇନ୍ଦ୍ରିୟକୁ ତୃପ୍ତି କରିବା ପାଇଁ ସେ ସଦାବେଳେ ଏ ଭୌତିକ ଜଗତରେ ବାନ୍ଧି ହୋଇ ରହିଥାଏ। ଏ ଇନ୍ଦ୍ରିୟର ଯୋଉ ଆକର୍ଷଣ ତା ସହିତ ସଦାବେଳେ ସଂଘର୍ଷ କରୁଥାଏ। ବାସ୍ତବରେ ଭଗବାନ ହେଉଛନ୍ତି ସମସ୍ତଙ୍କ ଭିତରେ ଆତ୍ମା ରୂପରେ ରହିଛନ୍ତି ଏବଂ ଆତ୍ମା ଯେହେତୁ ଭଗବାନ ହେଉଛନ୍ତି ସ୍ୱାଧୀନ, ତ ଆତ୍ମାର ଗୁଣ ମଧ୍ୟ ସ୍ୱାଧୀନ ଅଟେ। ସ୍ୱତନ୍ତ୍ର ରହିବା ଏ ଆତ୍ମାର ଗୁଣ ଅଟେ। କିନ୍ତୁ ସେହି ଗୁଣକୁ ଯଦି ଆମେ ଦୁରୁପଯୋଗ କରିବା, ଯଦି ଆମେ ସେହି ଗୁଣକୁ ଦୁରୁପଯୋଗ କରିବା, ତେବେ ଆମେ ଏ ଜୀବ ବନ୍ଧନରେ ବାନ୍ଧି ହେବା ଏବଂ ସେହି ସ୍ୱତନ୍ତ୍ରତାକୁ ଯଦି ଆମେ ଭଗବାନଙ୍କୁ ସମର୍ପଣ କରିଦେବା, ତେବେ ଆମେ ମୁକ୍ତ ଜୀବନ ପ୍ରାପ୍ତ କରିପାରିବା। ଶରୀରଂ ଯଦବାପ୍ନୋତି ଯଚ୍ଚାପ୍ୟୁତ କ୍ରାମତି ଈଶ୍ୱରଃ। ମଣିଷ କଣ କରିଥାଏ ନା ଯେମିତି ସୁଗନ୍ଧ ଗୋଟିଏ ସ୍ଥାନରୁ ଆଉ ଟିକେ ସ୍ଥାନକୁ ବାୟୁ ନେଇଯାଇଥାଏ, ଏ ମଣିଷ ମଧ୍ୟ କଣ ହେଇଥାଏ ନା ଗୋଟିଏ ପ୍ରକାରରୁ ଆଉ ଗୋଟିଏ ପ୍ରକାର ହିଁ ଶେଷକୁ ମୃତ୍ୟୁବରଣ କରିଥାଏ। ପୁଣି ଆଉଥରେ ଜନ୍ମ ନେଇଥାଏ, ପୁଣି ଆଉଥରେ
ମୃତ୍ୟୁବରଣ କରିଥାଏ। ଏ ମନ ବୁଦ୍ଧି ସହିତ ପୁଣି ଆଉଥରେ ସଂଘର୍ଷ କରେ, ୟା ଦରକାର, ସେୟା ଦରକାର, ସେୟା ଦରକାର, ସେୟା ଦରକାର। ତ ଏଇ ବାରମ୍ବାର ଜନ୍ମ ନେବାର କାରଣ ହେଲା ମନୁଷ୍ୟ ଆତ୍ମା ଏବଂ ଶରୀରର ପ୍ରଭେଦକୁ ସେ କେବେ ଚିନ୍ତା କରିନାହିଁ। ସେଇ ବିଷୟକୁ ଚିନ୍ତା ନ କରି ସେ କଣ କରିଥାଏ ନା ମୁଁ ହେଉଛି ସ୍ୱତନ୍ତ୍ର ଏବଂ ସ୍ୱତନ୍ତ୍ରତାର ଉପଯୋଗ କରିବି, ସ୍ୱତନ୍ତ୍ରତାକୁ ବୃଦ୍ଧି କରିବି, ସେଥିରେ ସିଏ ବାନ୍ଧି ଯାଇଥାଏ। ସେଥିରେ ସିଏ ବାନ୍ଧି ଯାଇଥାଏ। ତ ମନୁଷ୍ୟ ଏହାକୁ ଜାଣେ ନାହିଁ କାହିଁକି ନା ସେମାନେ ଆତ୍ମଜ୍ଞାନରେ ଅଜ୍ଞାନବଶତଃ ସେମାନେ ଏ ଜଡ଼ ଶରୀରର ଇନ୍ଦ୍ରିୟକୁ ଭୋଗ କରିବା ପାଇଁ ଲିପ୍ତ ରହିଥାନ୍ତି। ଯେହେତୁ ସେମାନେ ଆତ୍ମଜ୍ଞାନ ପ୍ରାପ୍ତ କରିନାହାନ୍ତି, ଆତ୍ମାକୁ ଜାଣନ୍ତି ନାହିଁ, ବୁଝନ୍ତି ନାହିଁ, ସେମାନେ କଣ କରିଥାନ୍ତି ନା କାହାକୁ ଭୟ କରନ୍ତି ନାହିଁ ଏବଂ ତେଣୁ ସେମାନେ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ଭୋଗରେ ସଦା ଲିପ୍ତ ରହିଥାନ୍ତି। ତେବେ ଏହି ଅଜ୍ଞାନର କାରଣ କଣ? ଭଗବାନ ମାନେ କହୁଛନ୍ତି ଯେ ଆତ୍ମଜ୍ଞାନର ଅଜ୍ଞାନ ହେଇଥିବା ହେତୁ ମଣିଷ କଣ କରିଥାଏ ନା ଶରୀରର ଇନ୍ଦ୍ରିୟକୁ ଭୋଗ କରିଥାଏ। ତ ଏଇ ଅଜ୍ଞାନର କାରଣ କଣ? ଏ ଅଜ୍ଞାନ ଆସିଲା କେଉଁଠୁ? ବାସ୍ତବରେ ଯେଉଁମାନଙ୍କର ଅନ୍ତଃକରଣ ଅଶୁଦ୍ଧ ଅଟେ, ସେମାନେ ଏହି ଜ୍ଞାନ ଅଜ୍ଞାନର ଯେଉଁ ପ୍ରଭେଦ ରହିଛି, ଉପସ୍ଥିତି ରହିଛି, ତାକୁ ସେମାନେ ବୁଝିପାରନ୍ତି ନାହିଁ। ତ ଅର୍ଜୁନ ବର୍ତ୍ତମାନ କହୁଛନ୍ତି ଯେ ଯେଉଁମାନେ ଆପଣଙ୍କ ଧାମକୁ ଯିବା ପାଇଁ ଚେଷ୍ଟା କରୁଛନ୍ତି, ମାୟାରୁ ଅତୀତ ହେବା ପାଇଁ ଚେଷ୍ଟା କରୁଛନ୍ତି, ଆପଣ ତ କହିଲେ ମୁଁ ସେମାନଙ୍କୁ ଅପାର ସଂସାର ସମୁଦ୍ର ସେତୁକୁ ପାର କରିଦେବି, ସେମାନଙ୍କୁ କହିଲେ ଠିକ ଅଛି। କିନ୍ତୁ ଯେଉଁମାନେ ଏ ଆତ୍ମାର ବିଷୟକୁ ଜାଣନ୍ତି ନାହିଁ, କଣ ଭଗବାନ ଆପଣ ସେମାନଙ୍କୁ ସାହାଯ୍ୟ କରନ୍ତି ନାହିଁ? ଭଗବାନ କହୁଛନ୍ତି ହଁ, ମୁଁ ସେମାନଙ୍କୁ ସାହାଯ୍ୟ କରିବାର କାରଣ ହେତୁ ସମସ୍ତଙ୍କ ଭିତରେ ତେଜ ପ୍ରଦାନ କରିଛି। ଭିତର ସ୍ଥାନ ଇଏ ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା ଆଲୋକିତ ହୁଏ, ନିଜର ସ୍ୱୟଂ ପ୍ରକାଶିତ ଆଲୋକ ଯାହାକି ଦିବ୍ୟ ଆଲୋକ ସେଥିରେ ଭାଷିତ ହେଇଥାଏ। ସୂର୍ଯ୍ୟଙ୍କର ପ୍ରକାଶ, ଚନ୍ଦ୍ରଙ୍କର କିରଣ, ଅଗ୍ନିର ଉଜ୍ଜଳତା ସମ ଏସବୁ ବିଷୟ ମୁଁ ସେମାନଙ୍କୁ ପ୍ରଦାନ କରିଥାଏ ଯେଉଁମାନେ କି ଆତ୍ମର ଚିନ୍ତନ କରିନଥାନ୍ତି। ମୁଁ ସେମାନଙ୍କୁ ଛାଡ଼ି ନଥାଏ। ଦେଖନ୍ତୁ, ବାସ୍ତବରେ ଆମେ ଭଗବାନଙ୍କ ପଛରେ ପଡ଼ିଛେ, କିନ୍ତୁ ଏଥିରୁ ଆମେ ବୁଝିପାରୁଥିବା ଯେ ଭଗବାନ ଆମ ପଛରେ ପଡ଼ିଛନ୍ତି। ଆମ ପଛରେ ପଡ଼ିଛନ୍ତି ଯେହେତୁ ଆମେ ଭଗବାନଙ୍କର ଅଂଶ, ତେଣୁ ଭଗବାନ ଶୀଘ୍ର ଚାହୁଁଛନ୍ତି ଯେ ଏଇ ଜୀବଟା ଯେତେ ଶୀଘ୍ର ପାରୁଛି ମୁକ୍ତି ହେଇଯାଉ। ଚାର୍ଜିଂ କରିବା ଇଏ ମାନେ ସମ୍ପୂର୍ଣ୍ଣ ରୂପେ ମୁକ୍ତି ନୁହେଁ। ତ ଭଗବାନ ଆମକୁ କଣ କରିଛନ୍ତି ନା ମୁକ୍ତି ପାଇବାର ବିଷୟ ମଧ୍ୟ ଆମକୁ ପ୍ରଦାନ କରୁଛନ୍ତି। କେବଳ ସେତିକି ନୁହେଁ, ସମସ୍ତ ପ୍ରାଣୀଙ୍କର ଖାଦ୍ୟ ପେୟ ତାହା ମଧ୍ୟ ଭଗବାନ ପ୍ରଦାନ କରିଥାନ୍ତି। କେବଳ ଯୋଉ ରସ, ଯୋଉ ପୁଷ୍ଟିସାର, ତାହା ମଧ୍ୟ ଭଗବାନ ଚନ୍ଦ୍ର ମାଧ୍ୟମରେ ଆମକୁ ପ୍ରଦାନ କରିଥାଏ। ଏତିକି ନୁହେଁ, ଭଗବାନ ଦିଅନ୍ତି ତାହା ନୁହେଁ, ଆମର ଶରୀରରେ ମଧ୍ୟ ଜଠରାଗ୍ନି ରୂପରେ ରହି ଆମର ଖାଦ୍ୟକୁ ସେମାନେ କଣ କରିଥାନ୍ତି ନା ପାଚନ ଶକ୍ତି ପ୍ରଦାନ କରିଥାନ୍ତି। ଅର୍ଜୁନ, ଏ ଯୋଉ ସ୍ମରଣ ଶକ୍ତି ମନୁଷ୍ୟର ରହିଛି ତାହା ମୁଁ ପ୍ରଦାନ କରିଛି। ମନୁଷ୍ୟର ଯେଉଁ ଜ୍ଞାନ ଅଛି ତାହା ମଧ୍ୟ ମୁଁ ପ୍ରଦାନ କରିଛି।
ବହୁତ ଜିନିଷ ମନେ ରଖିବା ପାଇଁ ଏବଂ ବିସ୍ମରଣ କିଛି ଜିନିଷ ଅଛି ତାକୁ ଭୁଲିଯିବା ଦରକାର, ତାହା ମଧ୍ୟ ମୁଁ ପ୍ରଦାନ କରିଛି। ତେଣୁ ଏ ସବୁ ବିଷୟ ମୁଁ ମନୁଷ୍ୟକୁ ପ୍ରଦାନ କରିବା କାରଣରୁ ବେଦ ଏବଂ ବେଦାନ୍ତ ବାସ୍ତବରେ ମୋର ପ୍ରକୃତ କାର୍ଯ୍ୟ ସ୍ୱରୂପକୁ ବର୍ଣ୍ଣନା କରିଛନ୍ତି ଏବଂ ସେ ତାହା ଦ୍ୱାରା ବାସ୍ତବରେ ଆମକୁ ଭଗବତ ସାହାଯ୍ୟ ଏବଂ ଭଗବତ ଜଗତ ଏବଂ ଆମେ ଭଗବତ ଜଗତକୁ ନ ପାଳିବାର ବିଭିନ୍ନ କାରଣ ବିଷୟ ତାକୁ ବର୍ଣ୍ଣନା କରିଛନ୍ତି। ଅର୍ଜୁନ, ଏ ଜଗତରେ ଦୁଇ ପ୍ରକାର ଲୋକ ଅଛନ୍ତି, ଗୋଟିଏ ହେଲେ ନଶ୍ୱର କ୍ଷର, ଆଉ ଗୋଟେ ହେଲା ଅକ୍ଷର। ଏ ନଶ୍ୱର, ଏ ଭୂତ ପ୍ରକୃତିରେ ଯେତେ ଜୀବ ରହିଛନ୍ତି ଏମାନେ ସମସ୍ତେ ହେଉଛନ୍ତି ନଶ୍ୱର, ଏମାନେ ମରଣଶୀଳ। ଏବଂ ଆଉ କିଛି ଲୋକ ରହିଛନ୍ତି ଯେଉଁମାନେ ଅବିନଶ୍ୱର, ସେମାନେ ଅବିନଶ୍ୱର, ସେମାନଙ୍କର ମୃତ୍ୟୁ ହିଁ ନାହିଁ, ସେ ଅବିନଶ୍ୱର। ଏ ପ୍ରକାର ଅବିନଶ୍ୱର ମଧ୍ୟ କିଛି ରହିଛନ୍ତି ଯେଉଁମାନେ ସଦା ଜୀବିତ ଅଟନ୍ତି ବା ସଦା ସ୍ଥିର ଅଟନ୍ତି। କିନ୍ତୁ ଏଇ ଦୁଇ ଜଣଙ୍କ ବ୍ୟତୀତ ଆଉ ଜଣେ ବି ରହିଛନ୍ତି ଯିଏକି ପରମାତ୍ମା ରୂପରେ ସମସ୍ତ ପ୍ରାଣୀଙ୍କ ଭିତରେ ରହିଛନ୍ତି ଏବଂ ଯିଏକି ତିନି ଲୋକର ପରମାତ୍ମା ରୂପରେ ରହିଛନ୍ତି। କାରଣ ଦୋକସାଇ ବିଷ୍ଣୁ, ଗର୍ଭ ଦୋକସାଇ ବିଷ୍ଣୁ, କ୍ଷୀର ଦୋକସାଇ ବିଷ୍ଣୁ। ସମସ୍ତ ବିଶ୍ୱ ବ୍ରହ୍ମାଣ୍ଡର ପରମାତ୍ମା ରୂପରେ କାରଣ ଦୋକସାଇ ବିଷ୍ଣୁ। ଗୋଟିଏ ଗୋଟିଏ ବ୍ରହ୍ମାଣ୍ଡରେ ଗର୍ଭୋଦକଶାୟୀ ବିଷ୍ଣୁ ଏବଂ ଗର୍ଭୋଦକଶାୟୀ ବିଷ୍ଣୁ ସେ ଯେଉଁ ଜୀବ ସୃଷ୍ଟି କରିଛନ୍ତି ଭଗବାନ ପରମାତ୍ମା ରୂପରେ କ୍ଷୀରୋଦକଶାୟୀ ବିଷ୍ଣୁ ରୂପରେ ସମସ୍ତଙ୍କର ଶରୀରରେ ସିଏ ବାସ କରିଥାନ୍ତି। ଅର୍ଜୁନ, ଏ ଯେଉଁ ନଶ୍ୱର ଏବଂ ଅବିନଶ୍ୱର, କ୍ଷର ଏବଂ ଅକ୍ଷର, ଏହି ଦୁଇ ବ୍ୟତୀତ ବା ଏହି ଦୁଇଙ୍କର ଊର୍ଦ୍ଧ୍ୱରେ ମୋର ଉପସ୍ଥିତି, ତେଣୁ ବେଦ ମତେ ପରମ ପୁରୁଷ ବୋଲି କହିଥାଏ। ମତେ ପରମ ପୁରୁଷ ବୋଲି କହିଥାଏ ବା ପରମ ସ୍ରଷ୍ଟା। ଏ ସମସ୍ତ ଜଗତର ପରମ ସ୍ରଷ୍ଟା ମାନେ ତା ପରଠୁ ଆଉ ସୃଷ୍ଟି କରିବାର କେହି କିଛି ନାହିଁ, ଆଉ କିଛି ନାହିଁ। ସେ ହେଉଛନ୍ତି ପରମ ସ୍ରଷ୍ଟା। ବାସ୍ତବରେ ଯେଉଁମାନେ ମତେ ପରମ ପୁରୁଷ ବୋଲି ଜାଣନ୍ତି ସେମାନଙ୍କର ପ୍ରକୃତରେ ଜ୍ଞାନ ରହିଛି। ଭଗବାନ କହୁଛନ୍ତି, ଅର୍ଜୁନ, ମତେ ବାସ୍ତବରେ ଯେଉଁମାନେ ପରମ ପୁରୁଷ ବୋଲି ଜାଣନ୍ତି ବାସ୍ତବରେ ସେମାନେ ହିଁ ଶରୀର ଏବଂ ଆତ୍ମାର ଯେଉଁ ପ୍ରଭେଦକୁ ଚିନ୍ତନ କରିପାରିଛନ୍ତି। ଇତି ଗୁହ୍ୟତମଂ ଶାସ୍ତ୍ରମ୍ ଇଦମ୍ ଉକ୍ତଂ ମୟା ନଘ ଏତଦ୍ ବୁଦ୍ଧ୍ୱା ବୁଦ୍ଧିମାନ୍ ସ୍ୟାତ୍ କୃତକୃତ୍ୟଶ୍ଚ ଭାରତ। ହିଁ ନିଷ୍ପାପ ଅର୍ଜୁନ, वेद शास्त्र मानଙ୍କରେ ଏହି ଗୁହ୍ୟତମ ଗୂଢ଼ ବିଷୟ ବର୍ଣ୍ଣନା କରାଯାଇଛି। ବେଦ ଶାସ୍ତ୍ର ମାନଙ୍କରେ ଏ ଗୁହ୍ୟ ବିଷୟକୁ ବର୍ଣ୍ଣନା କରାଯାଇଛି। ଏ ସମସ୍ତ ଶାସ୍ତ୍ର ବେଦର ସାରାଂଶ ହେଉଛି ଭଗବତ ଗୀତା। ଏ ସମସ୍ତ ଶାସ୍ତ୍ର ବେଦର ସାରାଂଶ ଭଗବତ ଗୀତା। ଆମେ ଏଇଠୁ ଜାଣିପାରିବା ଯେ ଅର୍ଜୁନ, ଏ ଯୋଉ ଗୁହ୍ୟ ଜ୍ଞାନ, ମୁଁ ହେଉଛି ପରମ ସ୍ରଷ୍ଟା, ପରମ ପୁରୁଷ ଏବଂ ତାହା କିପରି ଏ ଗୁହ୍ୟ ଜ୍ଞାନ ମୁଁ ତୁମକୁ ପ୍ରଦାନ କଲି। ଅର୍ଜୁନ, ଏହି ଗୁହ୍ୟ ଜ୍ଞାନକୁ ଯିଏ ଅନୁଭବ କରିନିଏ ସିଏ ଜ୍ଞାନଦୀପ୍ତ ହୋଇ ଜୀବନରେ କୃତକୃତ୍ୟ ହେଇଯାଏ। ଭଗବାନ ହେଉଛନ୍ତି ପରମ ପୁରୁଷ, ପରମ ତତ୍ଵ ଏବଂ ଏହାକୁ ଯିଏ ସ୍ୱୀକାର କରିଥାଏ ସେ ସଦାବେଳେ କୃତକୃତ୍ୟ ହେଇଯାଇଥାଏ। ଏ ଅଧ୍ୟାୟରୁ ଆମେ ଗୋଟିଏ ବିଷୟ ଜାଣିବା ଯେ ସଦାବେଳେ ଜ୍ଞାନ
ଭିତରୁ ଆମେ ଗ୍ରହଣ କରିବା, ଅର୍ଥାତ ଆତ୍ମଜ୍ଞାନକୁ ହିଁ ଗ୍ରହଣ କରିବା। ସେଥିପାଇଁ ତ କୁହାଯାଇଛି ଗୁରୁଙ୍କ ବିଷୟରେ ଯେ ତତ୍ତ୍ୱଦର୍ଶୀ, ଆତ୍ମଜ୍ଞାନୀ ତତ୍ତ୍ୱଦର୍ଶୀ। ସେଇ ପ୍ରକାର ଗୁରୁ ଯିଏକି ପ୍ରତ୍ୟେକ ବିଷୟର ତତ୍ତ୍ୱକୁ ଜାଣି ଭଗବାନଙ୍କର ଜ୍ଞାନ ବିଜ୍ଞାନରେ ସମସ୍ତ ରୂପରେ ଜ୍ଞାତ ହୋଇ ସ୍ଥିର ହେବା। ଏହି ପ୍ରକାର ଭାବରେ ଆଜିର ଅଧ୍ୟାୟ ଯାହା ଏଠି ସମାପ୍ତ ହେଲା। ଯଦି କାହାର